ଆପଣଙ୍କୁ ଜଣେ କେହି ପ୍ରଶ୍ନ ପଚାରିଲେ ଯେ ଇନ୍ଦ୍ରିୟମାନଙ୍କର ସମୁଦାୟ ସଂଖ୍ୟା କେତେ, ଆପଣ କ'ଣ କହିବେ? କହିବେ 5 ଅର୍ଥାତ୍ ପଞ୍ଚେନ୍ଦ୍ରିୟ। କିଏ କିଏ ସେମାନେ? ଘ୍ରାଣ ଇନ୍ଦ୍ରିୟ ଅର୍ଥାତ୍ ନାକ, ଶ୍ରବଣ ଇନ୍ଦ୍ରିୟ କାନ, ଦର୍ଶନ ଇନ୍ଦ୍ରିୟ ଆଖି, ସ୍ପର୍ଶ ଇନ୍ଦ୍ରିୟ ଚମ, ସ୍ୱାଦ ଇନ୍ଦ୍ରିୟ ଜିଭ, ଏଇମାନେ ହେଲେ ପଞ୍ଚେନ୍ଦ୍ରିୟ। କିନ୍ତୁ ଗୋଟେ ପ୍ରଶ୍ନ ଉଠୁଛି ଯେ ଆପଣଙ୍କର ମୁଣ୍ଡ ବିନ୍ଧିଲା, କେଉଁ ଇନ୍ଦ୍ରିୟ ଦ୍ୱାରା ଆପଣ ଜାଣିଲେ ଯେ ମୁଣ୍ଡ ବିନ୍ଧିଲା ବୋଲି? କି ଆପଣଙ୍କୁ ଭୋକ ହେଉଛି, କେଉଁ ଇନ୍ଦ୍ରିୟ ଦ୍ୱାରା ଜାଣିପାରିଲେ ଯେ ଭୋକ ହେଉଛି ବୋଲି? ଆଉ ଗୋଟେ କଥା, ଯେଉଁମାନେ ଦୃଷ୍ଟିବାଧିତ ଲୋକ ବା ଦୃଷ୍ଟିହୀନ ଲୋକ, ସେମାନେ କେଉଁ ଇନ୍ଦ୍ରିୟ ଦ୍ୱାରା ଜାଣିପାରୁଛନ୍ତି ଯେ ଦିନ ଏତେଟା ହେଲାଣି କି ରାତି ଏତେଟା ହେଲାଣି ବୋଲି? ତେଣୁ ଏହି ପ୍ରଶ୍ନଟି ସାଇନ୍ସ ବା ବିଜ୍ଞାନକୁ ପଚରାଗଲା। ତ ନ୍ୟୁରୋ ସାଇନ୍ସ କହିଲା ଯେ ଇନ୍ଦ୍ରିୟମାନଙ୍କର ସଂଖ୍ୟା 5ରେ ସୀମିତ ନୁହଁ, 20ରୁ 30 ଅତିରିକ୍ତ ଇନ୍ଦ୍ରିୟମାନେ ମଧ୍ୟ ଅଛନ୍ତି, ଯାହାଦ୍ୱାରା ଏସବୁ ଜିନିଷ ଆମେ ଜାଣିପାରୁଛେ। ଠିକ୍ ସେହିପରି ଆଉ ଗୋଟିଏ ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଖୋଜିବା। ଆମେ ସ୍ୱାଦେନ୍ଦ୍ରିୟ ବା ଜିଭ ଦ୍ୱାରା ସବୁ ସ୍ୱାଦ ଜାଣୁଛେ। କେତେଟା ସ୍ୱାଦ ଅଛି? ଆମେ କହିବା ଖଟା, ମିଠା, ପିତା, ଲୁଣିଆ, ମାନେ ସୁଇଟ୍, ସାୱାର, ସଲ୍ଟି, ବିଟର। କିନ୍ତୁ ଆଉ ଗୋଟିଏ ମଧ୍ୟ ସ୍ୱାଦ ଅଛି, ସେଇଟାକୁ କୁହାହେଉଛି ଉମାମି। ସେଇଟା କେମିତି? ଆପଣ ଯେଉଁ ପିଜା, ବର୍ଗର, ଚାଉମିନ ସେଥିରେ ଯେଉଁ ଖାଉଛନ୍ତି, ଦେଖିବେ ଖାଲି ଲାଳ ବୋହିଯାଉଛି। ଟଙ୍ଗ ଟିକଲିଂ ଆଇଟମ୍, ଗ୍ଲୁଟାମେଟ୍ ସେଥିରେ ପଡ଼ିଛି। ଏଇ ଜିନିଷଟି ପୁଣି କ'ଣ ନା ଏଇ 4ଟା ନୁହଁ, କ'ଣ କ'ଣ ସେଥିରେ ମିଶିଛି? ହେଙ୍ଗୁ, ଆଉ ଭିନେଗାର, ସୋୟାବିନ୍ ସସ୍, ଟମାଟୋ ସସ୍, ଏମିତି ବିଭିନ୍ନ ପ୍ରକାର ପକାଇକରି ଗୋଟେ ଗ୍ଲୁଟାମେଟ୍ ତିଆରି ହେଉଛି। ସେଇଟା ଆଉ ଗୋଟେ ପ୍ରକାର ସ୍ୱାଦ ତିଆରି କରୁଛି, ତାକୁ କୁହାହେଉଛି ଉମାମି। ଅର୍ଥାତ୍ ବିଜ୍ଞାନ ତରଫରୁ ଆମେ ଜାଣିପାରିଲେ ଯେ ଇନ୍ଦ୍ରିୟମାନଙ୍କର ସଂଖ୍ୟା 5ରେ ସୀମିତ ନୁହଁ, କି ସ୍ୱାଦମାନଙ୍କର ସଂଖ୍ୟା 4ରେ ସୀମିତ ନୁହଁ। Thank you very much for listening to me.